ସେଟା ଗୁରୁ ଗାଦି। ଗୁରୁ ଗାଦି ଏଠି ସବୁ ମନ୍ତ୍ର ନିଅନ୍ତି। ବାବା ଏ ମୁଖ୍ୟ ମନ୍ଦିର? ନାଇଁ ନାଇଁ, ଏ ମନ୍ତ୍ର ମୁଖ୍ୟ ମନ୍ତ୍ର ବାୟା ପାଗଳା ବଡ ଦେଉଳରେ। ବାୟା ପାଗଳା ଜଗନ୍ନାଥ ସୁଭଦ୍ରା ରୂପରେ ସୁଦର୍ଶନ ରୂପରେ ଚତୁର୍ଦ୍ଧା ରୂପ। ଏଇଟା ହଉଛି ଗୁରୁ ଗାଦି। ଏଠି ମନ୍ତ୍ର ସନ୍ନ୍ୟାସୀ ସଂସାରୀ ମନ୍ତ୍ର ନିଅନ୍ତି। ଏଟା ମନ୍ତ୍ର ଦାନ କରନ୍ତି, ମୁକ୍ତି କରନ୍ତି ଏଠି। ବାବା ସନ୍ନ୍ୟାସୀ ମାନେ ଏଇ କ୍ଷେତ୍ରରେ ମନ୍ତ୍ର ନିଅନ୍ତି? ସନ୍ନ୍ୟାସୀ ସଂସାରୀ ଦି ଜଣ ନିଅନ୍ତି। ଏଠି ମୁକ୍ତି, ଏଇଠି ମନ୍ତ୍ର, ଏଇଟା ମୁକ୍ତି ମାନେ ଜୀବନର ମୁକ୍ତି ପଥ। ଏଠି ମୁକ୍ତି କରନ୍ତି, ନାମ ନିଅନ୍ତି ଏଠି। ଇଏ ହଉଛି ନୃସିଂହ ମୂର୍ତ୍ତି। ମାନେ ବାଘ ଭିତରେ ଏମିତି ଗୋଟେ ମାନେ ଥିଲେ, ବାଘ ଭିତରେ ହଉଛନ୍ତି ପାଗଳା ଅଛନ୍ତି। ଆମ ଢେଙ୍କାନାଳ ରାଜ୍ୟରେ ଗୋଟେ ଜଙ୍ଗଲରେ ଯାଉଥିଲେ, ଜଣେ ବାଘ ଗୋଟେ ସ୍ତ୍ରୀ ଲୋକକୁ ମାଡ଼ି ବସିଲେ, ମହିଳାକୁ ମାଡ଼ି ବସିଲେ। ଇଏ ଯାଇକି ଛଡେଇଲା ଭିତରେ ସେ କଣ ନା ସିଏ ଇଏ ତାକୁ ରାଗିକି ତାଙ୍କ ମୁଣ୍ଡକୁ ଧରିଥିଲେ। କିଏ? ବାଘ, ନୃସିଂହ ବାଘ ଧରିଥିଲେ। ସେଠି ସେଇ ମନ୍ତ୍ରରେ ସେ ସବୁଥିରେ ଅଛନ୍ତି। ସେ ରାଗିକି ପାଗଳାଙ୍କୁ ଧରିଲେ। ଏଇଟା ଦାରୁ ମୂର୍ତ୍ତି ତିଆରି। ଅନନ୍ତ ସହସ୍ର ଅନନ୍ତ ଫେଣା ପଦ୍ମ ଭିତରେ ଅନନ୍ତ ଅଛନ୍ତି। ଅନନ୍ତ ଭିତରେ ନୃସିଂହ ବାଘ ବିଷ ହିଲା କଲା। ବିଷ କୋଟି କାୟା ପାଗଳ ବାୟା ଲକ୍ଷ୍ମୀ ସରସ୍ୱତୀ ମେଳେ ଯଜ୍ଞ ଦିଶ ରହିନ ପାଗଳ ବିଜୟ କଲେ ଯଜ୍ଞ ସ୍ଥଳେ। ଇଏ ତାଙ୍କର ବିଷ କାୟା ବିଷ କୋଟି। ତାଙ୍କ ସେ ସବୁ ରୂପ ହେଇପାରୁଛନ୍ତି। ସବୁ ରୂପ ବାଘ ହେଇଥିଲେ ମାଙ୍କଡ ସବୁ ରୂପ ହେଇପାରିବେ। ସର୍ବ ବ୍ୟାପକ ସେ। ଏଠି ମୁଖ୍ୟ ମଣିଷ ମନ୍ତ୍ର ଦାନ ନିଅନ୍ତି, ମନ୍ତ୍ର ନିଅନ୍ତି, ମୁଖ୍ୟ ହୁଅନ୍ତି। ଆପଣ ଦେଖିପାରୁଥିବେ ଏକ ଅଲୌକିକ ଦୃଶ୍ୟ, ଯାହା ଆପଣ ଦେଖିପାରୁଥିବେ। ଚାରି ପାଖରେ ଅନନ୍ତ ଶୟନ ଉପରେ ପଦ୍ମ ଏବଂ ପଦ୍ମ ଉପରେ ପ୍ରଭୁ ବିଦ୍ୟମାନ। ନୃସିଂହ ଉପରେ ବାଘ ଭିତରେ ପ୍ରଭୁ ଅଛନ୍ତି। ବାବା ଆଗକୁ ଯିବା। ଦେଖିପାରୁଥିବେ ଆପଣ ଏକ ଯଜ୍ଞ କୁଣ୍ଡ ଯାହା ଦେଖିବାକୁ ମିଳୁଛି। ସିଧାସଳଖ ବାବାଙ୍କ ସହିତ କଥା ହେବା। ଏ ଯଜ୍ଞ କୁଣ୍ଡ ହଉଛି ଫଗୁଣ ମାସରେ ଗୁରୁଙ୍କର ଆଶ୍ଵିନ ମାସ। ଜଗନ୍ନାଥଙ୍କ ଫଗୁଣ ମାସ କଣ? ଫଗୁଣ ମାସରେ ହଉଛି ଦୋଳ ଯାତ୍ରା। ଦୋଳ ହୁଏ, ପାଚେରୀ ହୁଏ, ଭୋଗ ଖାଆନ୍ତି ବୁଲିକି। ଆଉ ଏଠି ଗୁରୁକ୍ଷେତ୍ରରେ ଫଗୁଣ ମାସରେ ଏଠି ଆଶ୍ଵିନ ମାସ। ଏଠି ପାର୍ବଣ ପୂଜା ହୁଏ 16 ଦିନ। ଏଠି ପାର୍ବଣ ଯଜ୍ଞ ହୁଏ। ପାର୍ବଣ ଦୁର୍ଗା ଇଏ। ଏଠି ଯୋଉ ଆହୁତି ହୁଏ 16 ଦିନ। ଫଗୁଣ ମାସରେ ଆଶ୍ଵିନ ମାସ। ଫଗୁଣଟା ଆଶ୍ଵିନ, ଜଗନ୍ନାଥଙ୍କର ଫଗୁଣଟା ଦୋଳ ହୁଏ। ଏଠିକି ଆଶ୍ଵିନ ମାସ ମାନେ ଏଠି ଦୋଳ ଦଶହରା ହୁଏ। 16 ଦିନ ପୂଜା ହେଲେ 10ମ ଦିନ ଠାକୁର ବରଦାନକୁ ଯିବେ। ଦର୍ଶକ ବନ୍ଧୁ, ଆପଣ ସିଧାସଳଖ ବାବାଙ୍କ ପାଖକୁ ଯେଉଁ ସବୁ କଥା ଶୁଣୁଛନ୍ତି, ଏକ ଅଲୌକିକ ଏବଂ ସିଧା ମାନେ ଓଲଟ ପାଲଟ। ସେଠି ଯାହା ଆଶ୍ଵିନ ମାସ ଯୋଉଟା, ଏଠି ସେଇଟା ହଉଛି ଫଗୁଣ ମାସ। ହଁ ଫଗୁଣ ମାସ 16 ଦିନ ପୂଜା ହବ। 16 ଦିନ ଆଗରୁ 10ମୀରେ ବାବା ଏଠି ନିଜ ମା ବିଦ୍ୟମାନ। ମା ଏଠି ହଉଛି ପାର୍ବଣ ଦୁର୍ଗା। ଏ ପାର୍ବଣ ଠାକୁରାଣୀ ଆଶ୍ଵିନ ମାସରେ ହୁଅନ୍ତି। ଏଠି ଫଗୁଣ ମାସରେ ହୁଅନ୍ତି। ତିଆରି କରିଛନ୍ତି। ଇଏ ପାର୍ବଣ ଆଙ୍କ କଥା ମାନେ ଆଶ୍ଚର୍ଯ୍ୟ, ଆସମ୍ବିତ ତାଙ୍କ କଥା। ଇଏ ଦାରୁ ମୂର୍ତ୍ତି। ସେ ବି ଦାରୁ, ଯୋଉ ଗୁରୁ ଦେଖିଲେ ସେ ବି ଦାରୁ ମୂର୍ତ୍ତି। ଇଏ ବି ଦାରୁ ମୂର୍ତ୍ତି ତିଆରି। ଇଏ ଯାଉଥିଲେ ରଥକୁ, ରଥରେ ଯାଉଥିଲେ। ମାର୍ଗଶିର ମାସଟା, ମାର୍ଗଶିର ମାସଟା ସେଠି ଆଷାଢ ମାସ ରଥକୁ ଯାଉଥିଲେ। ତାଙ୍କଠୁ ବଡ ହେଲେ ବାୟା ପାଗଳ, ସେ ଏଠି ରହିଲେ। ତାଙ୍କ ପାଇଁ ଆଉ ଗୋଟେ ତିଆରି ହେଲା ବରଦୋଳରେ ଅଛି। ଏ ପାର୍ବଣ ଦୁର୍ଗା ହେଇକି ରହିଲେ। ଇଏ ଦଶ ପୂଜା, ସେ ବି ଦଶ ପୂଜା। ଏ ସବୁ ଦେବାଦେବୀ ଆଶ୍ଵିନ ମାସରେ ଆସି ଏଠି ଆସିକି ହବ। ମାନେ ଫଗୁଣ ମାସ ଆସିବ। ଯେତେବେଳେ ତିଆରି ହେଲେ, ମା ତିଆରି ହେଲେ, ତାଙ୍କ ପାଟିରେ ମାଂସ ଲାଗିଥିଲା। କାରିଗର ଡରିକି କହିଲା ଆମେ କରିବୁ ନାହିଁ। ଯେ ଖବର ଗଲା ପାଗଳା ମହାପ୍ରଭୁଙ୍କୁ ଖବର ଗଲା। ମିସ୍ତ୍ରୀ ଏୟା କହୁଛନ୍ତି। ମିସ୍ତ୍ରୀ ଯାଇ ଜଣେଇଲା ମୁଁ ଯିବି, ଆଉ ମୁଁ ସେ କାମ କରିବିନି। ଆଉ ଏ ବହୁତ ମାନେ ଇଏ ମାନେ ବହୁତ ଡର। ମହତ ଲୋକମାନେ କହି ଯାଇଛନ୍ତି ମୋତେ, ହେଲା କି ସେମାନେ ବା ମହତ ଲୋକ ଯୋଉମାନେ ମାନେ ଦୀକ୍ଷିତ ନେଇଥିଲେ, ଠାକୁରଙ୍କର ଆଶ୍ରିତ ଯୋଉମାନେ ନିଜ ଅଙ୍ଗ ଲାଗି, ସେମାନେ କହୁଥିଲେ ସେ ତାଙ୍କ ଦେହରେ ମାଂସ ଲାଗିଥିଲା ତାଙ୍କ ପାଟିରେ। ସେଟା ଠାକୁର କହିଲେ, ସେ ମନା କଲେ। କିଏ? ମାନେ ମିସ୍ତ୍ରୀ ମନା କଲେ, ଆମେ ରଙ୍ଗ ଫଙ୍ଗ କରିବୁନି କି ଯାହା କରିବୁ। ସେ କହିଲେ ଯା। ସେ ଆସିଲେ ପାଗଳ ମହାପ୍ରଭୁ। ପାଗଳ ଆସିଲେ, ତୁ ଏଠି ରହିବୁ, ଗୁରୁଙ୍କ ସେବା କରିବୁ, ନା ତୁ ପଳେଇବୁ? ଯା ପଳା, ମୁଁ କିଛି ଦେଇପାରିବିନି ତତେ, ଯା। ଶନିବାର ମଙ୍ଗଳବାର, ସେଇ ଶନିବାର ନ ଦିଏ ଆଇଁଷ, ହେଲା, ମଙ୍ଗଳବାର ଦିଆହବ। ଶୁଖୁଆ ପୋଡା ହଉ, ଆଇଁଷ। କାଲି ଶନିବାର ଗଲା, କାଲି କାଲି କି ବାର ଥିଲା? କାଲି ରବିବାର, ଆଜି ସୋମବାର। ପରଦିନ ଶନିବାର ଥିଲା, ଦିଆହେଇଥିଲା, ଭୋଗ କରାହେଇଥିଲା, ମାଛ ହେଇଥିଲା। ନହେଲେ ମାଛ ନଥିଲେ ଶୁଖୁଆ ବି ଅର୍ଡର ଅଛି। ଶୁଖୁଆ ଦିଆହବ ସବୁ ତିଆରି ହେଇକି। ଯାହା ଆମିଷ ଭୋଗ କରାଯାଏ। ହଁ ସବୁ ସପ୍ତାହରେ 4 ସପ୍ତାହ, କେଉଁ 5 ସପ୍ତାହ
5 ସପ୍ତାହ ମାସରେ ପଡ଼ିଯାଉଛି ନା କି କେତେବେଳେ 4 ସପ୍ତାହ ପଡ଼ୁଛି ମାନେ ସେଇ ଶନିବାର ଯଦି ନ ଦେଇପାରିଲ ମଙ୍ଗଳବାର ଦିନ ଦେବ। ଏତିକି ଅର୍ଡ଼ର ହେଇଛି କାହାକୁ ମାଆଙ୍କ ଅର୍ଡ଼ର ହେଇଛି ଗୁରୁଙ୍କ ଆଜ୍ଞା ହେଇଛି ଆଜ୍ଞା ଯୋଉ ଆମର ନାଉ ଫାଉ ଯାକ ନାଇଁ ଏଠି ଗୁରୁ ସେଠି ଜଗନ୍ନାଥ ଜଗନ୍ନାଥ ବାସନା ଭୋଗୀ ଇଏ ହଉଛନ୍ତି କ'ଣ ଆତ୍ମା ଭୋଗୀ ଜୀବ ଖାଏ ଦେହ ମଧ୍ୟ ମାନେ କହିଲେ ସେଠି ଲେଖା ହେଲା ଦେହ ମଧ୍ୟ ଆତ୍ମା ରହିଛି ତାକୁ ନ ଜାଣେ ସେହିପରି ବେଦ ତାଙ୍କୁ ନ ଜାଣେ କେହି ଆତ୍ମା ଦେହ ମଧ୍ୟ ଆତ୍ମା ରହିଛି ବେଦ ନ ଜାଣେ ସେଇ ଦେହ ମଧ୍ୟ ଆତ୍ମା ରହିଛି ଦେହ ନ ଜାଣେ ସେଇ ବେଦ ସେଇପରି ନ ଜାଣେ ସେ ବିଶ୍ୱବିଦ ଏ ବେଦ ସଂସାର କେହି ଜାଣିନାହାନ୍ତି ତାଙ୍କ ତତ୍ତ୍ୱ ବାୟା ବାକାଳ ତତ୍ତ୍ୱ ଜଗତ ହେଲେ ବିଖ୍ୟାତ ଟିକେ ଟିକେ ମାଂସ ଖାଇଯିବେ ଲୋକ ସେଟା ବନ୍ଦ କଲେ ସେ ଲେଖାଟା ବନ୍ଦ କଲେ କାହାକୁ ଭାଗବତ କହିଲେ ଆଉ ବେଶୀ କରନି ଭାଗବତ ତାଙ୍କରି ମହନ୍ତ ସେ ଲେଖିଛନ୍ତି ଶାସ୍ତ୍ର ପୁରାଣ ଏ ଠାକୁର ଏଇ ମା ଏମିତିଆ ଠାକୁର ଆଉ ଆଙ୍କରି ଗୁରୁଙ୍କର ଗୁରୁ ତ ଅବର୍ଣ୍ଣ ଅଗୁଣ୍ଣ ତାଙ୍କ ଗୁଣ କି କହିବ ଆଉ ତମେ କ'ଣ କହୁଛ ତମେ କ'ଣ ଟିକେ ନାଁ ପଢ଼ିଛ କି ନାହିଁ ଯେତେ ଚୈତା ଚିତା ଆସୁଛନ୍ତି ସେମାନେ କହୁଛନ୍ତି ମୋ ଆସୁଛନ୍ତି ଦେଖିବା ଗୁରୁଙ୍କୁ ସେ ତାଙ୍କ କଥା କହିହେବନି ଆମେ କିଏ ସେ ପାଣିକି ସମୁଦ୍ର ଅଗସ୍ତ୍ୟ ଋଷି ଭଳି ସପ୍ତ ଋଷି ଅଗସ୍ତ୍ୟ ଋଷି ପାଣି ଶୁଖେଇଦେବେ ଆମେ ଶୁଖେଇ ପାରିବୁ ସିଏ କ'ଣ କଲେ ଆମେ ସେ ଆଇଁଷ କଲେ କି ମାଉଁସ କଲେ କି ମଣିଷ କଲେ ଯାହା ଏଇଟା ସଂସାର এটা শ্মশান মহাশ্মশান মহাশ্মশানে ক্ষেত্র দিয়াদি ମହାଶ୍ମଶାନ ହଁ ବଡ଼ ବହୁ 1000 ବର୍ଷ ପୂର୍ବରୁ ମହାନ ବଡ଼ ସବୁଠାରୁ ମହାନ ଅନେକ ଅଛି ଓଡ଼ିଶାରେ ଅନେକ ଅଛି ଭୁବନ ଅଛି ତାଙ୍କୁ ମହାନ ଦିଆହେନି କେତେ ଲୋକ ମରୁଛନ୍ତି କେତେ କ'ଣ ପୋଡ଼ା ହେଉଛନ୍ତି ମୂର୍ତ୍ତି ଦେବା ଏଇଟା ମହାନ ଏ ତ ନୂଆ କଥା କେତେ କାଳୁ ଲୋକ ହେଇଛି କାଳିଆ ବ୍ୟବସ୍ଥା ମହାଶ୍ମଶାନ ବୋଲି ଅନେକ କାଳୁ ସତ୍ୟ ତେତ୍ରା ଜପରେ ଲେଖା ହେଇଛି ନୀଳା ହେବା ପାଇଁ ମହାପୁରୁଷମାନେ 64 ସିଦ୍ଧ ଖାଲି ଅଚ୍ୟୁତାନନ୍ଦ ନୁହେଁ ଭୀମୟ ନୁହେଁ ହାରିଦାସ ନୁହେଁ ଏ ଯେଉଁ ବାଉଦାସ ନୁହେଁ 64 ସିଦ୍ଧ ପୁରୁଷ ଲେଖିଛନ୍ତି ଗୁରୁକ୍ଷେତ୍ର କଥା ବାବା ମାଙ୍କ ଆଗକୁ ଯିବା ଦର୍ଶକ ବନ୍ଧୁ ଆପଣ ଦେଖିପାରୁଥିବେ ସିଧାସଳଖ ମହାଦେବଙ୍କ ମନ୍ଦିର ଯାହା ବାବାଙ୍କ ସହିତ କଥା ହେବା ଇଏ ହେଉଛନ୍ତି ଗୁରୁକ୍ଷେତ୍ରରେ ଗୁରୁଙ୍କ ପାଖରେ ଇଏ ହେଉଛନ୍ତି ଶ୍ରୀକ୍ଷେତ୍ରରେ ହେଉଛନ୍ତି କାଶୀନାଥ ଏଠି ବିଶ୍ୱନାଥ ତାଙ୍କ ବିଷୟରେ ଠାକୁର ନିଜେ ସିଏ ବସି ଇଏ କରିଛନ୍ତି ସିଏ ନିଜେ ଆବିଷ୍କାର କରିଛନ୍ତି ସିଏ ନିଜେ ଥୋଇଛନ୍ତି ତାଙ୍କ ହସ୍ତରେ ସବୁ ସେ ନିଜେ କରିଛନ୍ତି ଶ୍ରୀକ୍ଷେତ୍ରରେ ତ ଏ ରାଜା କଲେ ସେ ମୃତ୍ୟୁମଣ୍ଡ କଲେ ଏଠି ମାତ୍ର ଜଣେ ଯେ ବାୟା ସେ ପାଗଳା ଜଣେ ମାତ୍ର କରିଛି ସବୁ ଏଇ କ୍ଷେତ୍ର ଆଉ ସେତିକି କରିବା ପାଇଁ ତ କାହାର କୁଟା ଡୋରିଆ ଶକ୍ତି ନାହିଁ କି ଥୋଇଦେବାକୁ ଶକ୍ତି ନାହିଁ ସେବା କାର୍ଯ୍ୟ କରିବାକୁ ନାହାନ୍ତି 36 ନିଯୋଗୀ ଅଛନ୍ତି ପୁରୀ କ୍ଷେତ୍ର ଶୋଇଛନ୍ତି ସେଠି ଜଣାପଡ଼ୁଛି ଏଠି ଜଣାପଡ଼ୁନି ସମୟ ଛତି ବାହୁନ ବୈଷ୍ଣବ ହାଡ଼ି ପାଣ କଣ୍ଡା ବାଉରି ଯେଉଁ କହୁଛନ୍ତି ଏଠି ଜାତି ଗୋତ୍ର କିଛି ନାହିଁ ଦର୍ଶକ ବନ୍ଧୁ ଆପଣ ସିଧାସଳଖ ଦେଖିପାରୁଥିବେ କିଭଳି ଭାବରେ ଶ୍ରୀ ବିଶ୍ୱଗୁରୁ ଅବଧୂତ ପାଗଳ ଦେବଙ୍କର ବିଶ୍ରାମ କୁଟୀର ସିଧାସଳଖ ଆପଣ ଦର୍ଶକ ବନ୍ଧୁ ଦେଖିପାରୁଥିବେ ଆମ ସହିତ ବାବା ବି ଯୋଡ଼ି ହେଇଛନ୍ତି ଏବଂ ପାଗଳ ଦେବଙ୍କର ବିଶ୍ରାମ କୁଟୀର ଓମ୍ ଶ୍ରୀ ବିଶ୍ୱଗୁରୁ ଅବଧୂତ ପାଗଳ ଦେବଙ୍କର ବିଶ୍ରାମ କୁଟୀର ଘର ମାନେ ଇଏ ଟୁଙ୍ଗି ବାବା ଏଠି କ'ଣ ପାଗଳ ବାବା ନିଜେ ବିଶ୍ରାମ କରନ୍ତି ହଁ ବିଶ୍ରାମ ମାନେ ଏଠି ତାଙ୍କର ଆମର ଏଠି ଦେବତା ମାନେ ମରନ୍ତି ମର୍ତ୍ତ୍ୟ ମାନେ ଦେହ ଦେବତା ହେଲେ ମରନ୍ତି ଦେବତା ମରନ୍ତି ପୁରା ସିଧା ଗୋଟେ ନବ ହଁ ଦେବତା ମରନ୍ତି କିନ୍ତୁ ଋଷିମାନେ ସପ୍ତମ ଗୀତାର ସପ୍ତମ ଯୁଗରେ ଭାଗବତ ସପ୍ତମ ଯୁଗରେ ଯୋଗରେ ମାନେ ଯୋଗ ଯେଉଁ ଅଧ୍ୟାୟରେ କହିଛନ୍ତି ଋଷିଙ୍କ ଯେ ମୁଁ ଅମର ସେ ମରନ୍ତିନି ସେଣୁ ସେଇଟା ଲେଖା ହେଇଛି ତତ୍ତ୍ୱରେ ଲେଖା ବିଶ୍ରାମ କରିଛନ୍ତି ସେ ବିଶ୍ରାମ ନିଅନ୍ତି ସେ ମରନ୍ତିନି ଶୋଇଛନ୍ତି ବସିଛନ୍ତି ତାଙ୍କ ଇଚ୍ଛା ହେଲେ ସେ ଉଠିବେ ତାଙ୍କ ଇଚ୍ଛା ନ କରିବେ ତାଙ୍କ ଇଚ୍ଛା ତାଙ୍କ ଯେତିକି ପରିଶ୍ରମ କରିଛନ୍ତି ପରିଶ୍ରମ ସରିଲେ ତାଙ୍କ ଆମେ ଉଠିବେନି ଆମର ଯେଉଁ ପରିଶ୍ରମ ଶରୀର ଟାଇଟ୍ ହେଇଯାଏ ଯଦି ହେଲେ ଆମ ଟାଇଟ୍ ସରିଗଲେ ଆମେ ଉଠୁଛେ ସେମିତି ସେ ଶୋଇଛନ୍ତି ତ୍ରିପୁର ସେ ସଂହାର କରିବେ ବୋଲି କହିଛନ୍ତି ସେ ତାଙ୍କୁ ଚିହ୍ନି ନ ପାରିବାରୁ ତାଙ୍କର ନିଜ ରୂପ ଶଙ୍ଖଚକ୍ରଧାରୀ ଅଛନ୍ତି ଇଏ ତାଙ୍କ ନିଜ ରୂପ କାୟାକୁ ଦେଖାଇ ଲେଖାଲେ ମାଳିକାଉ କାୟାକୁ ଦେଖାଇ ମାୟା ନୁଚାଇ ଘରେ ଘରେ ସେ ବୁଲିଏ ଯାଇ ମାୟା ପଟଳ ସମସ୍ତେ ନ ଚିହ୍ନିବାର ଇଏ ତାଙ୍କ ତାଙ୍କୁ ଚିହ୍ନି ପାରିବେ ସେ ନିଜ ଚକ୍ରଧାରୁ କହିଛନ୍ତି ସିଏ ଯେ ସିଏ ସେଠି ସମାଜ ନେଇଛନ୍ତି ବିଶ୍ରାମ ନେଇଛନ୍ତି ଏଠି ତାଙ୍କ ରୂପ ଦେଖାଉଛନ୍ତି ଦର୍ଶକ ବନ୍ଧୁ ଏକ ବଡ଼ କଥା ଯାହା ଦେଖିପାରୁଥିବେ ଏକ ବିଶ୍ରାମ କୁଟୀର ଭିତରେ ଯାହାକୁ ଆପଣ ଦେଖୁଛନ୍ତି ଏବଂ ବାହାରେ ବି ସେଇ ବିଦ୍ୟମାନ ହଁ ସେ ବିଦ୍ୟମାନ ଚତୁର୍ଧାରୁ ପରେ ଅଲୌକିକ ଦୃଶ୍ୟ ଯାହା ଦେଖିବାକୁ ପାଇବେ ଦର୍ଶକ ବନ୍ଧୁ ଆପଣ ଆସିଲେ ଏବଂ ଆପଣ ସିଧାସଳଖ ଦେଖିପାରୁଥିବେ ବାବା ଆପଣ କ'ଣ କହିବେ ଏଇ ମୀନ ରାଶିକୁ ଶନିଦେବ ଚଳନ କରିଛନ୍ତି ତା ଭିତରେ ଟିକେ ଆମ ଦର୍ଶକ ମାନଙ୍କୁ
ଆମ ଭାରତ ଭୂମିରେ ଓଡ଼ିଶାରେ ଭାରତରେ କିଛି ହବନି। ପଶ୍ଚିମେ ହାଡ଼ମାଳ ହେବ, ଉତ୍ତରରେ ହିମାଳୟ ରହିବ, ଦକ୍ଷିଣ ଲାଞ୍ଜାତାରେ ହେବ, ପୁରୀରେ ଜୁଆର ହେଉଥିବ, କେବଳ ମତ୍ସ୍ୟତା ଶୁଣି ଦେଶର ଜଳପବନ ଶୂନ୍ୟ ହେବ, ଅକ୍ଷରମାନ ଗୁପ୍ତ ହେବ। ବାହ୍ୟ ଦେଶ ଖେଳ ବିହାନ ଖଣ୍ଡ ପଳନ ଖଟଲୋକ ରାଜ୍ୟ ହେବ, କ୍ଷୟଟି ହୋଇବେ କ୍ଷମେ ମାଗୁ ଠାବ। ଘର ଜମଦୀପ ବ୍ରତଘନ ଦେଶ ଅମରା କଟକ ଜହିଁ ଘୋଷାଣୀ ରାଜ୍ୟରେ ଫେରି ଘଣା କରେ ଘଡ଼ିକେ ନିମିଷରେ ପୁତିଯିବ କ୍ଷୟ ହେଇଯିବ। ହବ କ'ଣ ନହିଲାଲେ କରୁଥିଲେ ନିଜ ରୂପ ନଥିବ ଏଇ ଆସିଲା କରୁଣା କ'ଣ ହେଲା କିଏ ଜାଣିଥିଲା? ଅନେଶତ ହେଲା କେন ଜାଣିଥିଲା? ସାଙ୍ଗେ ସାଙ୍ଗେ ନିମିଷରେ କୋଟିଯିବ ହୋଇଯିବ କ୍ଷୟ। କଳିଯିବ ଶେଷ ହଉନି କ'ଣ? ରାତି ପାଇଲେ କଳିଯିବ ଶେଷ। ଜାଣିପାରିଲେନି କ'ଣ ଯୁଗ ଥିଲା ବୋଲି। ଆଉ କେହି ମାନେ ଜାତି ଗୋତ୍ର ହାଡ଼ି ପାନ କଣ୍ଟରା ଆହୁରି ବାମୁଣି କିଛି ନାହିଁ, ସବୁ ସମାନ, ଏକ ମନୁଷ୍ୟ ଗୋଟିଏ ଜାତି। ମହାତ୍ମା କହିଥିଲେ ଏବଂ ଗୁରୁ କହୁଛନ୍ତି ମନୁଷ୍ୟ କଳା ଧଳା ଗୋରା ତିନିଟା ଜାତି, କଳା ଗୋରା ଏ ଯୋଉ ଖ୍ରୀଷ୍ଟିଆନ ବୌଦ୍ଧ ଜନ କହୁଛନ୍ତି କଳା ଗୋରା ତିନିଟା ଜାତି, ଏଇ ତିନି ଜାତି ଗୋଟିଏ, ମନୁଷ୍ୟ ହିଁ ଗୋଟିଏ। କିଏ କହିଛନ୍ତି? ମହାତ୍ମା ଗାନ୍ଧୀ। ମହାତ୍ମା କହିଛନ୍ତି ସେଟା ଗୁରୁ କରିଛନ୍ତି। ମନୁଷ୍ୟ କେହି ରହିବ ନର ନାରୀ 8 ନୂତନ ସର୍ଜନ ଆସିବ, ନୂତନ ବାନା ଉଡ଼ିବ, ନୂତନ ବାନା ନୂତନ ନର ନାରୀ 8 ପଦ। ଏ ପୃଥିବୀରେ ନର ନାରୀ ଖାଲି ଭାରତରେ ନା ଓଡ଼ିଶାରେ ବାବା এই ক্ষেত্রে কোন পরীক্ষা দেবে? পরীক্ষা কি দেবে বাবা এই ক্ষেত্রে? ଏ ପରୀକ୍ଷା ଗୁରୁ ଦେବେ। ଗୁରୁ ପରୀକ୍ଷା ମାନେ ଏଠି ତମେ ଆମେ କଲେଜ ପଢୁଛେ ଇଏ କରୁଛେ ପିଲାର କଲେଜ ପଢୁଛେ, କଲେଜରେ ପଢୁଛେ, ଏଇଟା କଲେଜ ବିଶ୍ୱଗୁରୁ ଲ କଲେଜ, ବିଶ୍ୱଗୁରୁ ସବୁ କଲେଜ, ଏଇଟା କଲେଜ, ଏଠି ଶିକ୍ଷା ନେବେ, ଶିକ୍ଷାର କ୍ଷେତ୍ର ଇଏ। ତଥାପି ସଂଗ୍ରାମ ହେଇଥିଲା, ମହାଭାରତ ସଂଗ୍ରାମ ଏଠି ହେଇଥିଲା 1954 ମସିହାରେ, ରକ୍ତ ନଦୀ ବହିଥିଲା ଏ କ୍ଷେତ୍ରରେ ବାବାଜୀ ଆଉ ସରକାର ସାଙ୍ଗରେ। ଲୌହ ଗ୍ୟାସ ହେଇଥିଲା, ଟେର ଗ୍ୟାସ ଲୌହ ଗ୍ୟାସ ଦିଆହେଇଥିଲା। ଆର୍ମିରେ କୋଚ ହେଉଛି ଅଭିମନ୍ୟୁ ସ୍ୱାଇଁ, କଟରା ଆମରି ହେଉଛନ୍ତି ଝଙ୍କଡ଼ ତମ ଝଙ୍କଡ଼ ଶାଳେ କଟରା ଅଛି, କଟରା ପାଖରେ ତାଙ୍କ ଜଗଦାଙ୍ଗ, ସେ ଆର୍ମିରେ ଅଛି। ମୋତେ ସେ କଥା ସେ କହିଲେ କୋଚ ହେଉଛି ଯେ କେଉଁଠି ଲୌହ ଗ୍ୟାସ କେଉଁଠି ତିଆରି, ଆଗେ ପରୀକ୍ଷା ଏ କାଳିଆ ବଜାର ସରକାର ପରୀକ୍ଷା, ଆଉ ପରୀକ୍ଷା ଦେବାରେ କାହାର ନୁହେଁ। ଜଣାଯିବ ସବୁ କଥା, ଫେରି ଯାଉ ଜଣାଯିବ ସବୁ କଥା, ଫେରିବାରୁ ଧରିବ ସତ୍ୟ କି ମିଥ୍ୟା, ମିଥ୍ୟା ଗୁରୁ କ୍ଷେତ୍ରର କଥା। ନିଶ୍ଚୟ ଅହଙ୍କାର କରିବନି, ସଦାବେଳେ ନିର। ଯିଏ ଅହଙ୍କାର କରିକି ତମ ବାବାଙ୍କର ଟିକେ ନବ ମାନେ ସବୁ ଆମ ମନ୍ଦିରରେ ମାନେ ବହୁତ କାଳୁ ରହିଲାଣି। କଟକ ତାଙ୍କର ନିର୍ବାଚନ ମଣ୍ଡଳୀ କିଛି ବୁଝୁନାହାନ୍ତି, ଅନେକ ଇଏ କରନ୍ତି। ଦର୍ଶକ ବନ୍ଧୁ ଆପଣ ଦେଖିଲେ କିଭଳି ଭାବରେ ବାବା କରୁଥିଲେ ଆହୁତି। ସିଧାସଳଖ ବାବାଙ୍କ ସହିତ କଥା ହେବା ଏଇ ଧ୍ୱନି ଘରର ମାହାତ୍ମ୍ୟ ବିଷୟରେ। ଏ ଧ୍ୱନି ତ ଅଖଣ୍ଡ ଧ୍ୱନି, ଅଖଣ୍ଡ ଧ୍ୱନି ମାନେ ଅହନିଶି ଚଳୁଛି, ଅହନିଶି ସେ ମାନେ ଜାଗ୍ରତ ଅଛନ୍ତି। ରାତିରେ ବି ଜାଗ୍ରତ ମୋ ପାଇଁ ଦାୟିତ୍ୱ ଦିଆହେଇଛି। ମୁଁ ରାତିରେ ଉଠିକି ଦେଖିପାରିବି କି ନା, ହଁ ରାତିରେ ଉଠିକି ଦେଖିପାରିବି, ମୁଁ ସବୁ କରିବି ହେଲା କି। ଦୁଇଟା ଖୋଲା, ଗୋଟେ ହେଉଛି ଏଇ କ୍ଷେତ୍ର ଭିତରେ ଗୁରୁକ୍ଷେତ୍ର କାଳିଆ ଗୁରୁକ୍ଷେତ୍ର ଭିତରେ ଦୁଇଟା ଖୋଲା, ଗୋଟେ ହେଉଛି ଯଜ୍ଞ ହଁ ଏଇଠି ଗୋଟେ ଯଜ୍ଞେଶ୍ୱରୀ ଅଛନ୍ତି, ଯଜ୍ଞେଶ୍ୱରୀ ଅଛନ୍ତି। ଆଉ ଏ ଧ୍ୱନି ଘର ରାତିରେ ଖୋଲି ପାରିବ କାଳି ଗୁରୁ ନାମକ। ଆଉ ସେଟା ଅଖଣ୍ଡ, ସେଟା ଅଖଣ୍ଡ ଜୀବ ଜଳୁଛି, ଅନିଶି ବାୟା ବାଗଡ଼ା କରି ଯାଇଛନ୍ତି, ଗୁରୁ କରିକି ଯାଇଛନ୍ତି, ଅଖଣ୍ଡ ଜୀବ ଜଳୁଛି ସବୁବେଳେ ପାଇଁ। ସେ ଅଛି ଯଜ୍ଞେଶ୍ୱରୀ ବାବା, କ୍ଷେତ୍ରଶ୍ୱରୀ, ସେ ଜଗିଛନ୍ତି କ୍ଷେତ୍ରକୁ। ମୋର ଏ ଧ୍ୱନି ଦାୟିତ୍ୱ ବାବାଙ୍କ ପରେ ମୋର ଦାୟିତ୍ୱ। ମୁଁ ମୋ ଧ୍ୱନି ଯେମିତି ଅଖଣ୍ଡ ଧ୍ୱନି ନବିନି 8 ଥର ବୁଝାଉଛି। ଗୁରୁକ୍ଷେତ୍ର ହେଲା ଗଡ଼ା,
ଗୁରୁ ନାମ ଆଠ ପହର ପଡ଼ା ତେବେ ନ ଚିହ୍ନିଲୁ ଜଡ଼ା 8 ଥର ପୂଜା ହେଉଛି ଏ କ୍ଷେତ୍ରରେ ଖାଲି ଆଜି ସଂକ୍ରାନ୍ତି ଆଜି ଉପରେ ପୂଜା ହେଇକି ଦୀପ ଜଳିବ ମହାଦୀପ ଜଳିବ ଉପରେ ଏଠିକି ଧୁନି ଘରେ ଜଳିବ ତାରେ ଅମାବାସ୍ୟା ଏ ଅଗ୍ନି ପୂଜା ହେଇକି ପୂଜା କଲି ପୂଜା ହେଇକି ଚାରିପଟେ ବୁଲିକି ଆସିବା ମାନେ ଅଖଣ୍ଡ ଧୁନି ବିମାନ ଅଛି ଅଗ୍ନି ଯାଇକି ବୁଲିକି ଆସି କାଠ ଶୁଆଇଛି ସଂକ୍ରାନ୍ତି ପାଇଁ ସେଟା ଏଇଟା ଅମାବାସ୍ୟା ଏବେ ସଂକ୍ରାନ୍ତି ଯାକେ ବୁଲିବ ବୁଲିକି ସିଂହଦ୍ୱାର ଦେଇକି ମଶାଣି ଦେଇକି ଏମିତି ଆସିବ ଧୁନି ଅଖଣ୍ଡ ଯାହାକୁ ଧୁନି ବୋଲି କହି ଯେ ସର୍ବ ପାପନ ତାହାକୁ ଧୁନି ବୋଲି କହି ସର୍ବ ଅରିଷ୍ଟ ପୃଥିବୀର ସେ ନାଶ କରିବ ଏଇଟା ଯାଉଥିଲା ଶିଖରପୁର ସହ ବୁଲି ହଇଜାତରେ ରହୁଥିଲା ସେ ଟାଇମରେ ହଇଯାଇଥିଲା ସେ ଏଇ ଧୁନି ଗୁରୁ କହିଲେ ତାକୁ ମୁଣ୍ଡିଆ ମାନେ ନା 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 ଏଇ ଧୁନି ସେଇ ଧୁନଠୁ ଧୁନି ଗଲେ ଏଇ ଧୁନି ତ ଅଖଣ୍ଡ ଧୁନି ସାରା ବ୍ରହ୍ମାଣ୍ଡ ମାନେ ଭାରତ ବୁଲିଛି ଅଖଣ୍ଡ ଶିକାରେ ଗୁରୁ ପାଗଳ ଶିକା କରିକି ଶିକା ଦେଖିଛ ଯାଆନ୍ତି ଶିକାରେ ନେଇକି ଭାରତ ସାରା ଦର୍ଶନ ବୁଲିକି ଆଣିଛନ୍ତି ବା ଗୁରୁଙ୍କୁ ଦର୍ଶନ ସାଙ୍ଗରେ ଯାଇଛନ୍ତି ଗୁରୁଙ୍କୁ ଦର୍ଶନ କରି ଗୁରୁଙ୍କୁ ସେବା କରି ସେ ଅଖଣ୍ଡ ଧୁନି ତାର ଶିକାରେ ବୁଲିଛି ଲାଷ୍ଟକୁ ଏଇଠି ସ୍ଥାପନ କଲେ ବାବା ଏଇ ଧ୍ୱନି ସାରା ଭାରତ ବୁଲେଇଛନ୍ତି। ପାଗଳ ମହାପ୍ରଭୁ ଦର୍ଶକ ବନ୍ଧୁ ଆପଣ ଇଏ ଧୁନି କୋଉ କାଳକୁ ହେଲାଣି କିନ୍ତୁ ଯୋଉ ଆମର ପ୍ରତିଷ୍ଠା ବା ସବୁ ତିଆରି ସରିଲା ପରେ 1935 ମସିହାରେ 37 ମସିହାରେ ମାନେ ଆଙ୍କ ନାଁ ଦେଲେ ମାନେ ଏଇ ଦିନ ଉଦ୍ଘାଟନ ହେଇଛି ବା ଏଇ ଦିନ ପ୍ରତିଷ୍ଠା ହେଇଛି ଏବେ ଏଇ ଦିନ ମାନେ ପ୍ରଚାର ହେଲା ବିଶ୍ୱକୁ କ୍ଷେତ୍ର ବୋଲି 1937 ମସିହାରେ ଆଉ ପ୍ରଚାର ହେଲା ଧୁନିଗର ବୋଲି ନାଁ କଲା ଧୁନି ମନ୍ଦିର ବୋଲି ନାଁ କଲା ବଡ଼ ଦେଉଳ ସବୁ କ୍ଷେତ୍ର ନାଁ ଦିଆହେଲା। ନିଶ୍ଚୟ ଭାବେ ଦର୍ଶକ ବନ୍ଧୁ ଆପଣ ସିଧାସଳଖ ଦେଖୁଥିଲେ କିଭଳି ଭାବରେ ଅଲୌକିକ କିମ୍ବଦନ୍ତୀ ଏ କ୍ଷେତ୍ରରେ ରହିଛି ସିଧାସଳଖ ବାବାଙ୍କ ପାଖରୁ ଶୁଣୁଥିଲେ ଏବଂ ଆଉ ଆଗକୁ ଯିବା ରାତ୍ର ତ ଅଧିକା ହେଇଯାଉଛି। ସେ ହଉଛନ୍ତି ବିଶ୍ୱକର୍ତ୍ତା ସାଧୁସନ୍ଥ ମାନେ ଯୋଉ ଅଚ୍ୟୁତାନନ୍ଦ ବିଶ୍ୱ ବ୍ରହ୍ମାଣ୍ଡ କଥା ଲେଖିছে ସେ ଶୂନ୍ୟରେ ଯାଆନ୍ତି ଶୂନ୍ୟରେ କାହିଁକି ଆମେ ଏବେ ଯାଉଛୁ ଉଡ଼ାଜାହାଜରେ ସେତେବେଳେ ମନ୍ତ୍ରରେ ଯାଉଥିଲେ ଏବେ ଯନ୍ତ୍ରରେ ଯାଉଛି ସେ ମନ୍ତ୍ରରେ କାହିଁକି ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମଣ ନ କରିଛନ୍ତି ସେ କାହିଁକି ନ ଦେଖିକି ନ କରିଛନ୍ତି ସେ ଦେଖିନା ଆମେରିକା ରୁଷିଆ ଜାପାନ ବିଶ୍ୱ 300 କେତେ ଦେଶ ଅଛି ଦେଶ ମାନଙ୍କ ଅଛି କାହିଁକି ନ ଦେଖିଥିବେ ଆଉ ଦିବ ଦଶଟା ତ ଭୂତ ଭର୍ଷ ବର୍ତ୍ତମାନ ସେ ଜାଣନ୍ତି କଣ ହେଇଥିଲା ଭୂତ ମାନେ କଣ ପୂର୍ବେ କଣ ହେଇଥିଲା ଯିବା ପୂର୍ବେ କଣ ମାନେ ଆଗରୁ କଣ ହେଇଥିଲା ଯିବା କଥା ଭୂତ କଣ କାଲି କଣ ହେଇଥିଲା ଭୂତ ବର୍ତ୍ତମାନ ଅଛନ୍ତି ଆଉ ଭବିଷ୍ୟତ ସେ କାଳଦର୍ଶୀ ସେମାନେ ଥିଲେ ମହାପୁରୁଷ ତା ଦେହରେ ଅଚ୍ୟୁତାନନ୍ଦଙ୍କୁ ଶ୍ରେଷ୍ଠ କରାହେଇଛି କଣ ସେଟା ତାଙ୍କୁ ଦିଆହେଇଛି ଗୋଟେ ଦାୟିତ୍ୱ ଅର୍ଜୁନ ଗୋଟେ ଦାୟିତ୍ୱ ଦିଆହେଇଥିଲା ତୁମେ ଧନୁଧର ହବ ଯେ ହନୁମାନଙ୍କୁ ତୁମେ ବୀର ହବ ବିଭୂତି ଯୁଗରେ କହୁଛି ସେମିତି ତାଙ୍କୁ ଦାୟିତ୍ୱ ଦିଆଯାଇଛି ମାଳିକା ତ 64 ସିଦ୍ଧ ପୁରୁଷ ଲେଖେ ତାଙ୍କୁ ଦାୟିତ୍ୱ ଅଧିକାର ଦିଆଯାଇଛି କାହାକୁ ଗୁରୁତ୍ୱ ଦିଆଯାଇଛି କାହାକୁ ଅଚ୍ୟୁତାନନ୍ଦ ମହାପ୍ରଭୁ ନିମାଳରେ ତେଣୁ ସେ ଶୂନ୍ୟରେ ବି ଯାଇକି ସବୁ ଦେଖିପାରିବେ ଭବିଷ୍ୟତ କଥା କାହିଁକି ସେ କାହିଁ ସାରା ପୃଥିବୀ ନ ସେ ତ 2ଟା 3ଟା ରୂପ ହେଇଯାଆନ୍ତି ବିଶ୍ୱକୋଟିକା ପାଗଳ ବା ଲକ୍ଷ୍ମୀ ସରସ୍ୱତୀ ମିଳେ ଯଜ୍ଞ ଅଛି ରହିନ ପାଗଳ ବିଜେ କଲେ ଯଜ୍ଞ ସ୍ଥଳେ ଇଆଡୁ ଲୋକଙ୍କୁ ଶିକ୍ଷା ଦେବା ପାଇଁ ସିଆଡେ ତମେ ଭକ୍ତ ହେଇଛ ସିଆଡେ ଗୋଟେ ବାଘ ଆସିବ ଆସିବୁ ବାବାଙ୍କୁ ସେ ସବୁ ରୂପ ହନ୍ତି ବିଶ୍ୱକୋଟି ସର୍ବବ୍ୟାପକ ସର୍ବଭୂତ ଯୋଉ ଗଣ୍ଡଳ ହେଲା 1954 ମସିହାରେ ଗଣ୍ଡଳ ହେଲା ହଣା କଟା ନଦା ନଦୀ ଏଠି ହେଲା ରକ୍ତ ନଦୀ ହେଇଥିଲା ସେ ସରକାର ସବୁ ଆଜିକାଲି ଯୋଉ ବାବା ବାହାରିଛନ୍ତି କାହିଁ ସେ ହେଇପାରୁନାହାନ୍ତି ଧରା ହଉଛନ୍ତି କାହିଁ ହଉନାହାନ୍ତି ସେ ନୁହନ୍ତି ସେ ସର୍ବବ୍ୟାପକ ନୁହନ୍ତି ଜେଲରେ ଅଛନ୍ତି ଥାନାରେ ଅଛନ୍ତି କଚେରୀରେ ଅଛନ୍ତି ଭକ୍ତମାନଙ୍କ ଘରେ ଅଛନ୍ତି ସବୁଠି ଅଛନ୍ତି ସବୁଠି ଏଠି ଆସିଲେ ଅଛନ୍ତି ତେଣୁ କାହାକୁ ଧରିବ ସେ ସର୍ବବ୍ୟାପକ ତାକୁ କହନ୍ତି ଠାକୁର ତାକୁ କହନ୍ତି ମହାପୁରୁଷ ତାକୁ କହନ୍ତି ସାଧୁ ସାଧନା କରି ସିଦ୍ଧି କରନ୍ତି ଇଏ ଖାଲି ମନ୍ତ୍ର ଯନ୍ତ୍ର କଦଳୀ ବାହାର କରିବା ସେଉ ବାହାର କରିବା ଯାଦୁକର ଯେମିତି ସେମାନଙ୍କୁ ତାଙ୍କୁ କହୁଛନ୍ତି ଠାକୁର ସେଟା କଣ ଠାକୁର ସବୁ ରୂପ ହଉନୁ ଜେଲରେ ଯାଉଛନ୍ତି କିଛି କରିପାରୁନାହାନ୍ତି ମିଠା ବାହାର କରୁଛନ୍ତି ଖଟା ବାହାର କରୁଛନ୍ତି ଏଟା ଯାଦୁକର ଚକ୍ଷୁ ବନ୍ଧନ କହନ୍ତି। ଦର୍ଶକ ବନ୍ଧୁ ଆପଣ ସିଧାସଳଖ ବାବାଙ୍କ ପାଖରୁ ବହୁ ତାତ୍ପର୍ଯ୍ୟ କଥା ଆପଣ ଶୁଣିଲେ ବାବା ଆଗକୁ ଯିବା ଦର୍ଶନ କରିବା।